ଜୟଦେବଙ୍କ କୃତ ଗୀତ ଗୋବିନ୍ଦର ନବମ ସର୍ଗର ନାଁ କଣ? ଜୟଦେବଙ୍କ କୃତ ଗୀତ ଗୋବିନ୍ଦର ନବମ ସର୍ଗ ନବମ ସର୍ଗ କିଏ ଜାଣେ? ବିଷ୍ଣୁ ଦାମୋଦରାୟ ଜୟଦେବ ଯୋଉ 12ଟା ସର୍ଗ ଲେଖିଲେ ସ୍ନିଗ୍ଧ ମାଧବ, ଚତୁର ଚତୁର୍ଭୁଜ, ଦ୍ରୁତ ବୈକୁଣ୍ଠ, ତ ନବମ ସର୍ଗର ନାଁ କଣ? ଶ୍ରୀ ଦାମୋଦର କାରଣ ସାର୍ ଆପଣଙ୍କ ମାନେ ଗୋଟେ କଥା କହିବି, ମୁଁ କହୁଥିଲି ଆପଣ ଜୟଦେବଙ୍କର ଗୀତ ଗାଉଥିଲେ ଭୁଲ ଦେଖୁନା ସାରେ କେତେ ମନେ ରଖିବ ମାନେ ଗୋଟେ ନା ମନେ ଥିଲେ ବି ମଜି ଯାଉଛି ପରା ମୁଁ ରଖିଥିଲି ମନେ ଦି ଚାରିଟା ହେଲେ ସେଟା କେତେବେଳେ ମନେ ପକେଇଲେ ମନେ ପଡୁନି ମଜି ଯାଇଛି। ମନ୍ଦ ମକୁନ୍ଦ ଆଜ୍ଞା ନବମ ସର୍ଗର ନାଁ ହେଲା ମନ୍ଦ ମକୁନ୍ଦ। ହଉ ଆଉ କଣ କୁହ କଥାବାର୍ତ୍ତା ହେବା ନାଚ ବିଳମ୍ବ ହେଲା ବର୍ତ୍ତମାନ ତୁ ବାବୁ ପଚାରିବି ହାଡି ଡୁବି ନାକାର ପର୍ଯ୍ୟନ୍ତ ଯେତିକି ନାଚ ଗୀତ ହେଲା କେମିତି କଣ ହେଲା? କେମିତି କଣ ହେଲା କୁହ? ଭଲ ହେଲା କୋଉ ରୁଲ୍ ଖରାପ ହେଲା? ସାର୍ ମୁଁ କଣ କହିପାରିବି, ଆପଣ ସମୀକ୍ଷକ ଆପଣ ଜାଣିପାରିବେ ନା ଦର୍ଶକ ଜାଣିପାରିବେ, ଆପଣ ଜାଣିପାରିବେ। ଆପଣ ଠିକ ଜାଣୁ ଯଦି ଜାଣିକିରି କହୁନାହାନ୍ତି ସାର୍ ନାଚ ଗୀତ ହେଲା? ନାଚ ତ ସାର୍ ଭଲ ହେଲା ଆଉ ଭଲ ନାଚ ଗୀତ ହଉଥିଲା ସମୁଦ୍ର ହେଇଯାଇଛି ନାଚ ଗୀତ ସାର୍ ଭଲ ହଉଥିଲା। ତମର କୋଉଟା ଖରାପ ହେଲା କ୍ୟାନ୍ସର? ଖରାପ ଆଜ୍ଞା ଆଉ କଣ ଯାହା ଓଡ଼ିଆ ଆପଣ ଯାହା ନା ସବୁ ସାର୍ କିଛି ଭଲ ହେଇଥିବ ଯାହାହେଲେ କିଛିଟା ଖରାପ ଥିବ କିଛିଟା ଭଲ ନୃତ୍ୟ ଲୋକମାନଙ୍କ ଆଗରେ ପରିବେଷଣ କରିଛନ୍ତି ଆଉ ଆପଣଙ୍କ ନଜରରେ ଭଲ ମଧ୍ୟ ବିଚାର ଆମେ କରିପାରିବାନି ଆଜ୍ଞା। ଆମର ଯେହେତୁ 3 ଦିନିଆ ଦଣ୍ଡବାଦ ହାରି ଜିତି ଟିକେ ହବ ନାଇଁ ଆଜ୍ଞା ସାର୍ ହାରି ଜିତି ହବ ନାଇଁ ଆଜ୍ଞା କୁହ କ୍ୟାନ୍ସର ବାଲା ତମେ ଆଜି ହାରି ବଗି ଜିତିବ କୁହ। ଆଜ୍ଞା କଳାକାର ଜୀବନରେ ଯଦି ଆମେ ଜିତିଯିବା ତେବେ ଆତ୍ମଗୌରବ ବା ଖୁସି ହିଁ ଅଧୀର ହେବାର କିଛି ଆବଶ୍ୟକ ନାହିଁ। ଯଦି ହାରିଯିବା ତାଠୁ ବଳି ଆଜ୍ଞା ଶିଖିବାର ସୁଖ ନାହିଁ। ତମେ କୁହ ହାରିଗଲେ ଆଜ୍ଞା ହାରିବା ତ ସବୁ କ୍ଷେତ୍ରରେ ଆଜ୍ଞା ହାର ଜିତି ଅଛି। ହାରିଲେ ବି ଦୁଃଖ କରିବ ନା ଜିତିଲେ ବି ଖୁସି ହବ। ତମେ 2 ଜଣ ଯାକ ହାରିଲେ କିଛି ଦୁଃଖ କରିବନି। ମୋ ଝିଅ ମାଇପକୁ ନେଇଯାଉ ପୁରା ଦଣ୍ଡପାଟି ମାନେ ଯୋଉଟା ହାରିଲେ ଆମ ବିଚାରକ ମାନଙ୍କର ଝିଅ ମାଇପକୁ ନେଇ ଯାଉଛ ଆଉ କୋଉଠି ମନ ଦୁଃଖ ହବନି। କେତେ ଦିନ ହେଲେନି ନା ଆଉ ହେଲେ ବି ଆମେ ଏମିତି ଟୁର୍ଣ୍ଣାମେଣ୍ଟରେ ସବୁଦିନ ବସୁଛୁ। ସମସ୍ତେ ଟୁର୍ଣ୍ଣାମେଣ୍ଟରେ ବସୁନାହାନ୍ତି ସିଟ୍ ଉପରେ ବସୁନାହାନ୍ତି ତେଣୁକରି ଆମେ ଏମିତି ସୁଧା ଖାଉଥିବୁ ତମ ଟିକେ ଆସୁଥିବୁ। ସାରେ ଯାହାର ସହିବାର କଳିଜା ଥିବ ସେ ଆପଣଙ୍କ ପେଣ୍ଡାଲରେ ଆସିବ। ଜିତିଗଲେ ବାହା ଭାଉଡିବେ, ଯଦି ହାରିଗଲେ ଯଦି ଫୁଟାଣି ମାରିକି ନିନ୍ଦା କରିବା ତାହେଲେ ଆମର ଭଳିକି ଆଉ ମାନେ ନିନ୍ଦନୀୟ ଆଉ ମୂର୍ଖ ସାର କେହି ନାହିଁ। କରିବା ଆଉ କଣ ହଉଛି ଆମର ଗୋଟେ ଦେଖ ଗାଁ ଗହଳିରେ କହନ୍ତି ଅତି ଲାଜୁକ ନାଚ କରେ ନାଇଁ ସାର୍ ଗୋଟେ କହନ୍ତିନି ଅତି ଲାଜୁକ ମାଗି ଖାଏ ଅତି ବେହିଆ ନାଚ କରେ କହନ୍ତିନି। ଯୋଉମାନେ ନାଚ କରୁଛି ଲାଜୁକ ବେହିଆ, କିନ୍ତୁ ଆମେ ହେଇ ଯୋଉ ଲାଜୁକ ବେହିଆକୁ ଯିଏ ନଚଉଛୁ ଆମେ ଆହୁରି କଣ ଆମେ ଆହୁରି ମହା ବେହିଆ ଆହୁରି ଲାଜୁକି ଆମେ ତମର ଡବଲ। ତେଣୁକରି ଆମକୁ ଯିଏ ଯେତେବେଳେ ଶୋଧିଲେ କିଛି ବାଧେନି ନାଇଁ ସତ କଥା ସାର୍ ସାର୍ କହିଲେ ନା ସତ କଥା ଯେ ଦୁଲ ବାବୁ ଆଜ୍ଞା এই যে কোন গাড়ি জানিছিল উঠে দেখি দিব
এটা যা হেলে পচারনো মই লেখিলা আগুই যা হেলে পচারলো কইবেনি না মই লেখুছি দেখ নাই মোর কি মনে পড়ুনি পুরা কন্টেস্টে আজি যেতে নাচ গীত এটা ହେଇଛି ଯେତେ ଗୁଡ଼ିଏ ରୋଲ ସବୁଠୁ ହେଲା ଯୁଗି ଯୁଗି ଅଣ୍ଡା ବହୁତ ଭଲ ହେଇଥିଲା ଆଉ ସଖୀ ନାବିକ ଉପରେ ନାବିକ ଭଲ ହେଲା ବଳରାମ ପ୍ରସାଦ ସଖୀ କାଣ୍ଡସର ଆଉ କାଣ୍ଡସର ନାବିକ କଣ ମୋର ଭଲ ହେଲା ଯଦି ଆମେ ନାଚ କରି ଆରେ ଭଲ ହେଲା ତ ତାରୁ ତମଠୁ ତାରଟା ଭଲ ହେଲା ନାବିକ ସଖୀ ୟାଙ୍କଠୁ ତାଙ୍କର ଟିକେ ସଖୀଟା ଭଲ ହେଲା এইটা হলে কথা ঠিক আছে তাহলে পচারনো ইয়া কারণ নম্বর মিলবনি খাই খাই রিকে মলা ଆଜ୍ଞା ଖାଇ ଖାଇ ପ୍ରକାଶର ମଲା এমতে কারণী কো খাই খাই কে মলা ଆଜ୍ଞା ଖାଇ ଖାଇ मला ମଣ୍ଡା ସେ ଅଛି বিনা কার কো খাই খাই রিকে মলা सारे खाई खाई की मला मंडा ख्यास মন্ডা খেয়ে আসলে খাই খাই রি মলা ন খাই রিকে মলা হ্যাঁ কো परिचित হ্যাঁ পরীক্ষিত ন খাই রি মলে ଆଉ ଖାଲି କିଏ କୁହ ଶୋଇ ଶୋଇକିରି ମଲା ଆଜ୍ଞା ଭୀଷ୍ମ ନାଇଁ ନାଇଁ आगे कुंभ ଶୋଇ ଶୋଇକିରି ମଲା ଭୀଷ୍ମ ମୁଚୁକୁଣ୍ଡ କିଏ ମଲା मोच कुंदस ମଚ୍ଛୁକୁଣ୍ଡ କାଳ ଜବନ ଭୟରେ काला ଯା जावा ন ଶୋଇକିରି କିଏ ମଲା न सोई की मला कुंभकर्ण ହସି ହସି କିଏ ମଲା ହସି ହସି କିଏ ମଲା କୁହନ୍ତୁ ସାର୍ ହସି ହସି ଆଜ୍ଞା ହାସ୍ୟସ୍ୱର ଗୋଟେ ଅଛି ହାସ୍ୟସ୍ୱର ମଲା ହସି ହସି କଂସ ଗୋଟେ ମଲା ହସି ହସି ଆଉ ହାସ୍ୟସ୍ୱର ଗୋଟେ ମଲା ହସି ହସି କିଏ ସାର୍ ମଲା कंस सारे କଂସ ହସି ହସି ମଲା इंग्रजी तो ए जो हसी हसी ना ହସି ହସି କିରି ମଲା ତ ଇନ୍ଦ୍ରଜିତ ହବ ପୁଣି ତ ସେ ସାରା ଇନ୍ଦ୍ରଜିତ ଯେମିତି ହବ ହସି ହସି ମରିଯିବ ଯୁଦ୍ଧ ତ ତମର ଏତେ ବିର ସବୁ ହସି ହସି କିରି କାନ୍ଦି କାନ୍ଦି କିଏ ମଲା କୁହ ଆଜ୍ଞା ଶ୍ରବଣ କୁମାରଙ୍କର ପିତାମାତା ଅନ୍ଧମୁନି ଦେଖି ଦେଖି କିଏ ମଲା କଂସ ନ ଦେଖିକିରି କିଏ ମଲା ଦଶରଥ এইটা ଗୋଟେ କଷ୍ଟ ପ୍ରଶ୍ନ ଏଥିରେ ପଡିବ ଦେଇ ଦେଇକିରି କିଏ ମଲା କୁହ ଏଇଟା ସାର୍ ଆପଣ ପୂର୍ଣ୍ଣ କରିବେ ଏଇଟା ଆପଣ କହିପାରିବେ ଆପଣ କହିଲେ ହଉ ଠିକ ତମେ କହ ଦେଇ ଦେଇକି सारे बोली रहे ଆଜ୍ଞା ନାଇଁ ତମେ ତମେ ବି ଅସୁବିଧା ମୁଁ କହିଦେଲେ ଠିକ ହବ ତମେ କହିଲାରେ କମ୍ପ୍ଲିଟ ହବ କଳାକାର କହିଲେ ଅସୁବିଧା ହବ 2 2 4 6 ତ 7 କଣ ଦିଆଡା ହଉଛୁ ହଉ ପାର୍ଟି ଯିବ ତ ପଳେଇଛୁ ଜାଣିଛୁ ବେଶୀ ସିଆଡେ ହେଇଛୁ ଆଚ୍ଛା ଭଲ ଭଲ ହଉଛୁ ସାର୍ ଗୋଟେ କଥା ତ ଶୁଭୁଛି ଦେଖାଯାଉଛି ନାଇଁ ସେଟା ନ ବ୍ରଙ୍କର କହୁଛୁ ମୋବାଇଲରେ ଧରିଲେ କଚାଟା କଚେଇ ଦିଆହବ ଏଟା କଣ ଭଲ ଭଲ ହଉଛି ଏଟା କଣ ଚାଲିଛି କମିଟିରୁ ବୁଝି ନେବେ କେତେବେଳେ ନାଚ ହବ 10 ତାରିଖ ଦିନ ଯିଏ ବିଳମ୍ବରେ ପହଞ୍ଚିବ କମିଟି ଯୋଉ ସମୟଟା ଦେଇଥିବ ଯିଏ ବିଳମ୍ବରେ ପହଞ୍ଚିବ ସେ ଯେତେ ଭଲ ନାଚ କଲେ ବି ଆମେ 2 ନମ୍ବର କାଟିଦେବୁ ଏଟା କହୁଛି ପୁରା ପରିଷ୍କାର କଥା ଯିଏ ବିଳମ୍ବରେ ପହଞ୍ଚିବ ତାଙ୍କର 2 ନମ୍ବର କାଟା ହବ ତେଣୁକରି କାଣା କାଣା ହବ କେତେବେଳେ ନାଚ ଆରମ୍ଭ ହବ କାଣା ହବ
7:30 हो जो दल मैंने जितबे मर्दराजपुर तो जिति सारी आज जे जितब आधार कार्ड धरिकी जाइए गाड़ी का नारा हम से दिन दे पड़े फाइनाल दिन तेणुक आम 5:30 ରୁ 6 ଭିତରେ ନାଚ ଆରମ୍ଭ ହବ ନାଇଁ ସାର୍ फाइनाल दिन बेला 5 ରୁ 5:30 ଭିତରେ ଆରମ୍ଭ ହବ 5 ରୁ 5:30 9 तारीख दिन पहुंचे 10 तारीख दिन सकाल नाच हब ଆମେ କହୁଛୁ ଏଇ ଦଳ ଦେଖୁଛୁ ଆମେ କହିବୁ କଣ ନା କହିବୁ ତ ମେନ କହ ପହଲା ଆମେ କେମିତି କହିବୁ ସମାନ ସବୁ ସମାନ ହିଁ ଉଭୟ ଦଳର ନାଚିକି ତ ବହୁତ ମଜା ହେଇଥିଲା କିନ୍ତୁ ଆମକୁ ଆଜି କିନ୍ତୁ ସହଜ ହେଇଗଲା କଣ ଭାଇ ପ୍ରଶ୍ନ ଉତ୍ତର ଡାଇଲା ମାନେ ଆମର ସହଜ ହେଇଗଲା ନହେଲେ ଯଦି ପ୍ରଶ୍ନ ଉତ୍ତର ହଁ ଯଦି ପ୍ରଶ୍ନ ଉତ୍ତର ନ ଆଇବ ଆମ ପାଇଁ କଷ୍ଟ ହେଇଯାଏ ନା ପ୍ରଶ୍ନ ଉତ୍ତର ଟିକେ ଯେହେତୁ ଆସିଛି ଆଜିର विजेता कैंसर बलराम प्रसाद आज्ञा मैंने बलराम प्रसाद रखिले 91 आ 92 ଆସନ୍ତା 10 ସକାଳେ